ନମସ୍କାର ପିଲାମାନେ, ଜୟ ଜଗନ୍ନାଥ। ମୁଁ ଦେବାଶିଷ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡିଓରେ। ପିଲାମାନେ, ଆମେ ଗତ ପିରିୟଡ଼ରେ 30ଟି ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର କୋଶ୍ଚିନ୍ ଡିସ୍କସନ୍ କରିଥିଲି ଏବଂ ଆଜି ଆଉ 30ଟି କୋଶ୍ଚିନ୍ ଡିସ୍କସନ୍ କରିବା, କୋଶ୍ଚିନ୍ ଆଣ୍ଡ ଆନ୍ସର। ତା ପୂର୍ବରୁ ପିଲାମାନେ, ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ଏମିତି ନୂଆ ନୂଆ ଭିଡିଓ ସବୁ ଆପଣ ସର୍ବପ୍ରଥମେ ପାଇପାରିବେ। ଆଉ ଆଗକୁ ଯେଉଁ SST ଡିପାର୍ଟମେଣ୍ଟର ଯୋଉ ନିଯୁକ୍ତି ଆସୁଛି, ତାର ମୁଁ ଏବେ ଯୋଉ କ୍ଲାସ କରିବି ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର, ଆପଣ ସେଥିରୁ ବହୁତ ଫାଇଦା ପାଇପାରିବେ ବା ସଫଳତା ପାଇପାରିବେ। ତ ପିଲାମାନେ ଚାଲନ୍ତୁ ଡେରି ନକରି ଆଜିର କ୍ଲାସଟି ଆରମ୍ଭ କରିବା। ତ ପିଲାମାନେ ଦେଖନ୍ତୁ, କୋଶ୍ଚିନ୍ ନମ୍ବର 31। ଶିଶୁଟି ଭୟଭୀତ ବା କ୍ରୋଧିତ ହେବା କେଉଁ ଲକ୍ଷଣକୁ ସୂଚାଇଥାଏ? ଦେଖନ୍ତୁ, କୋଶ୍ଚିନ୍ ନମ୍ବର 31। ଶିଶୁଟି ଭୟଭୀତ ବା କ୍ରୋଧିତ ହେବା କେଉଁ ଲକ୍ଷଣକୁ ସୂଚାଇଥାଏ? ଅପସନ୍ 1 ଆବେଗିକ, ଅପସନ୍ 2 ମାନସିକ, ନା ଶାରୀରିକ, ନା ଉଭୟ? ଏ, ବି ଓ ସି। ମାନସିକ ଏବଂ ଶାରୀରିକ, କୁହ। ଶିଶୁଟି ଭୟଭୀତ ବା କ୍ରୋଧିତ ହେବା କେଉଁ ଲକ୍ଷଣକୁ ସୂଚାଇଥାଏ? ଠିକ ଆନ୍ସରଟି କଣ ହବ? ନା ଠିକ ଆନ୍ସରଟି ହବ ଆବେଗିକ। ହେଲା, ଶିଶୁଟି ଭୟଭୀତ ହେବା କଣ, ସେଟା ଗୋଟେ ହଉଛି ଗୋଟେ ଆବେଗ। ତାପରେ ଆସିଲା 32 ନମ୍ବର। 32 ନମ୍ବର କଣ, ନା କାହାକୁ ଶିଶୁର ସମସ୍ତ ବିକାଶର ପୃଷ୍ଠଭୂମି ରୂପେ ବିବେଚନା କରାଯାଇଛି? ନୈତିକ ବିକାଶ, ବି ମାନସିକ ବିକାଶ, ସି ଶାରୀରିକ ବିକାଶ, ନା ଡି ଆବେଗିକ ବିକାଶ? କୁହ, କାହାକୁ ଶିଶୁର ସମସ୍ତ ବିକାଶର ପୃଷ୍ଠଭୂମି ରୂପେ ବିବେଚନା କରାଯାଇଛି? 32 ନମ୍ବରର ଆନ୍ସର କଣ ହବ ରେ? 32 ନମ୍ବରର ଆନ୍ସର ହବ ସି ଶାରୀରିକ ବିକାଶ। ଯେଉଁ ଶିଶୁର ଶାରୀରିକ ବିକାଶ ଯେତେ ଠିକ ସେ ହୋଇଥାଏ, ତାର କଣ ନା ବିକାଶ ସେତେ ଠିକ ସେ ହୋଇଥାଏ, ବା ତାର ଏଠି କଣ ଦେଇଛି କୋଶ୍ଚିନ୍, ନା କାହାକୁ ଶିଶୁର ସମସ୍ତ ବିକାଶର ପୃଷ୍ଠଭୂମି ରୂପେ ବିବେଚନା କରାଯାଇଛି? ତ ଶାରୀରିକ ବିକାଶ, ଯଦି ଶାରୀରିକ ବିକାଶ ଠିକ ସେ ହବ, ତାର ସମସ୍ତ ପ୍ରକାର ବିକାଶ ହେଇପାରିବ ଠିକ ସେ। ତାହେଲେ ଚାଲ କୋଶ୍ଚିନ୍ ନମ୍ବର 33। ନିମ୍ନୋକ୍ତ କୋଶ୍ଚିନ୍ ନମ୍ବର 33 କଣ ରହିଲା? ନା ନିମ୍ନୋକ୍ତ କେଉଁ ବିକାଶ ବାଧାପ୍ରାପ୍ତ ହେଲେ ଅନ୍ୟ ସମସ୍ତ ବିକାଶ ବାଧାପ୍ରାପ୍ତ ହୋଇଥାଏ? ମାନସିକ ବିକାଶ, ନା ଭୌତିକ ବିକାଶ, ନା ଶାରୀରିକ ବିକାଶ, ନା ଉଭୟ? ଏ ଓ ସି, ମାନସିକ ଓ ଶାରୀରିକ ବିକାଶ। କଣ ନା କେଉଁ ବିକାଶ ବାଧାପ୍ରାପ୍ତ ହେଲେ ଅନ୍ୟ ସମସ୍ତ ବିକାଶ ବାଧାପ୍ରାପ୍ତ ହୋଇଥାଏ? 33 ନମ୍ବରର କଣ ହବ ଠିକ ଆନ୍ସର? ନା ସି ଶାରୀରିକ ବିକାଶ। ଶାରୀରିକ ବିକାଶ ଯଦି ବାଧାପ୍ରାପ୍ତ ହେବ, ତାହେଲେ ଅନ୍ୟ ସମସ୍ତ ବିକାଶ କଣ ବାଧାପ୍ରାପ୍ତ ହୋଇଥାଏ। ତାପରେ ଆସିଲା 34 ନମ୍ବର। କେତେ ବୟସରେ ଶିଶୁଟିର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜାଣି ହୁଏ? କେତେ ବୟସରେ ଶିଶୁଟିର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜାଣି ହୁଏ? 8 ମାସ, 4 ମାସ, 9 ମାସ, ନା 7 ମାସ? କେତେ ମାସ ଭିତରେ ଶିଶୁର ଅଙ୍ଗ ପ୍ରତ୍ୟଙ୍ଗ ଜାଣି ହୁଏ? 34 ନମ୍ବର କଣ ହବ? ନା ସି 9 ମାସ। ହେଲା, 9 ମାସ ଶିଶୁକୁ ହେଲା ପରେ ଶିଶୁର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜାଣି ହେଇଥାଏ। ହେଲା, ତାପରେ ଆସିଲା କଣ? ତାପରେ ଆସିଲା 35 ନମ୍ବର। 35 ନମ୍ବର କଣ ରହିଲା ରେ? ନା ଶିଶୁଟି ବିଭିନ୍ନ ଶବ୍ଦକୁ ଏକୀକରଣ କରି ଗୋଟିଏ ବାକ୍ୟରେ ପ୍ରକାଶ କରିବା କେଉଁ ବିକାଶକୁ ସୂଚାଇଥାଏ? ଅପସନ ଏ ମାନସିକ ବିକାଶ, ଅପସନ ବି ଭାଷାଗତ ବିକାଶ, ଅପସନ ସି ଶାରୀରିକ ବିକାଶ, ଅପସନ ଡି ସାମାଜିକ ବିକାଶ। କଣ ନା ଶିଶୁଟି ବିଭିନ୍ନ ଶବ୍ଦକୁ ଏକୀକରଣ କରି ଗୋଟିଏ ବାକ୍ୟରେ ପ୍ରକାଶ କରିବା କେଉଁ ବିକାଶକୁ ସୂଚାଇଥାଏ? ଏଇଟା କଣ ହବ? 35 ନମ୍ବରଟା କଣ ହବ ରେ? ପଢିକିରି କୁହ। ଶିଶୁଟି ବିଭିନ୍ନ ଶବ୍ଦକୁ ଏକୀକରଣ କରି ଗୋଟିଏ ବାକ୍ୟରେ ପ୍ରକାଶ କରିବା କେଉଁ ବିକାଶକୁ ସୂଚାଇଥାଏ? ନା 35 ନମ୍ବରଟା ହବ ଅପସନ ବି, କଣ ନା ଭାଷାଗତ ବିକାଶ। ହେଲା, ଉପରକୁ ଚାଲ। 36 ନମ୍ବର। ଜନ୍ମ ସମୟରେ ଶିଶୁର କେଉଁ ଅଙ୍ଗଟି ଅନ୍ୟାନ୍ୟ ଅଙ୍ଗ ତୁଳନାରେ ବୃଦ୍ଧି ହୋଇ ସାରିଥାଏ? ଗୋଡ, ଚକ୍ଷୁ, ମୁଣ୍ଡ, ନା ହାତ? କଣ ହବ ଆନ୍ସର? ନା ଆନ୍ସର ହବ ମୁଣ୍ଡ। ହେଲା, ଜନ୍ମ ସମୟରେ ଶିଶୁର ମୁଣ୍ଡଟା ଅନ୍ୟାନ୍ୟ ଅଙ୍ଗ ତୁଳନାରେ ବୃଦ୍ଧି ହେଇ ସାରିଥାଏ। ତାପରେ ରହିଲା 37 ନମ୍ବର। 37 ନମ୍ବର କଣ ରହିଲା ରେ? ନା କେତେ ବର୍ଷ ବୟସରେ ଲିଙ୍ଗର ବିକାଶ ଦ୍ରୁତତର ହୋଇଥାଏ? 12 ବର୍ଷ, 8 ବର୍ଷ, 10 ବର୍ଷ, ନା 14 ବର୍ଷ? 37 ନମ୍ବର ଠିକ ଆନ୍ସର କଣ ହବ? ନା 12 ବର୍ଷ ବୟସରେ। ହେଲା, 12 ବର୍ଷ ବୟସରେ ଲିଙ୍ଗର ବିକାଶ ଦ୍ରୁତତର ହୋଇଥାଏ। ତାପରେ ଆସିଲା କଣ? ନା ଆମର 38 ନମ୍ବର। ନିମ୍ନଲିଖିତ ମଧ୍ୟରୁ କେଉଁମାନଙ୍କର ଶାରୀରିକ ପରିପକ୍ୱନ ଶୀଘ୍ର ଆସିଥାଏ? କାହାର ଆସିଥାଏ? ବାଳକ ମାନଙ୍କର, ନା ବାଳିକା ମାନଙ୍କର, ନା ଉଭୟ ବାଳକ ଓ ବାଳିକା ମାନଙ୍କର? କାହାର ଶୀଘ୍ର ଆସିଥାଏ କିରେ? ନା ବାଳିକା ମାନଙ୍କର ଶାରୀରିକ ପରିପକ୍ୱନ ବାଳକ ମାନଙ୍କ ତୁଳନାରେ ଶୀଘ୍ର ଆସିଥାଏ। ତାପରେ ରହିଲା ଆମର କଣ? 39 ନମ୍ବର। ଦେଖ, 39 ନମ୍ବର କଣ ରହିଲା? ନା ଜନ୍ମ ଠାରୁ କେତେ ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥାକୁ ଶୈଶବ ଅବସ୍ଥା କୁହାଯାଏ?
କୁହ। ଜନ୍ମଠାରୁ କେତେ ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥାକୁ ଶୈଶବ ଅବସ୍ଥା କୁହାଯାଏ? ଦେଖ ଆନ୍ସର କଣ ହବ ନା ଜନ୍ମଠାରୁ 3 ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥାକୁ କଣ କୁହାଯାଏ ନା ଶୈଶବ ଅବସ୍ଥା କୁହାଯାଏ। ତାପରେ ରହିଲା 40 ନମ୍ବର। 40 ନମ୍ବର କଣ ନା 3 ବର୍ଷରୁ 6 ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥା ହେଉଛି କଣ ଶୈଶବାବସ୍ଥା, ଆଦ୍ୟ ବାଲ୍ୟାବସ୍ଥା, ଶେଷ ବାଲ୍ୟାବସ୍ଥା ନା ପ୍ରାକ୍ কৈଶୋରାବସ୍ଥା କୁହ। 3 ବର୍ଷରୁ 6 ବର୍ଷ ବୟସ ପର୍ଯ୍ୟନ୍ତ ବୟସକୁ ଆମେ କେଉଁ ବୟସ ଅବସ୍ଥା କହିବାରେ ନା 40 ନମ୍ବର ହବ ଆନ୍ସର କଣ ବି ଆଦ୍ୟ ବାଲ୍ୟାବସ୍ଥା। ତାପରେ କଣ ରହିଲା ନା 41 ନମ୍ବର ପ୍ରାକ୍ কৈଶୋରାବସ୍ଥା ର ହାରାହାରି ବୟସ କେତେ? 10 ବା 12 ବର୍ଷରୁ 13 ବା 14 ବର୍ଷ, 13 ବା 14 ବର୍ଷରୁ 19 ବର୍ଷ, 14 ବା 15 ବର୍ଷରୁ 20 ବର୍ଷ ନା ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? ଏର ଆନ୍ସର କଣ ହବ ରେ ପ୍ରାକ୍ কৈଶୋରାବସ୍ଥାର ହାରାହାରି ବୟସ କେତେ ନା ଆନ୍ସର 41ରେ ହବ ଅପସନ ଏ 10 ବା 12 ବର୍ଷରୁ 13 ବା 14 ବର୍ଷ। ପ୍ରାକ୍ কৈଶୋରାବସ୍ଥାର ହାରାହାରି ବୟସ 10 ବା 12 ବର୍ଷରୁ 13 ବା 14 ବର୍ଷ। ତାପରେ ରହିଲା ଆମର 42 ନମ୍ବର କେଉଁ ଅବସ୍ଥା ପରେ ଶିଶୁଟି কৈଶୋରାବସ୍ଥାରେ ପଦାର୍ପଣ କରେ? ଶୈଶବାବସ୍ଥା, ଯୌବନାବସ୍ଥା, ବାଲ୍ୟାବସ୍ଥା ନା ପ୍ରୌଢ଼ାବସ୍ଥା କୁହ। କେଉଁ ଅବସ୍ଥାରେ ଶିଶୁଟି କେଉଁ ଅବସ୍ଥା ପରେ ଶିଶୁଟି কৈଶୋରାବସ୍ଥାରେ ପଦାର୍ପଣ କରେ? 42ର ଆନ୍ସର କଣ ହବ ନା ଆନ୍ସର ସି ବାଲ୍ୟାବସ୍ଥା ହେଲା। ବାଲ୍ୟାବସ୍ଥା ପରେ ଶିଶୁଟି কৈଶୋରାବସ୍ଥାରେ ପଦାର୍ପଣ କରେ। ତାପରେ 43 ନମ୍ବର ଆଦ୍ୟ ବାଲ୍ୟାବସ୍ଥାରେ ଶରୀରର ଉଚ୍ଚତା ବାର୍ଷିକ କେତେ ବୃଦ୍ଧି ପାଏ? 43 ନମ୍ବରର ଆନ୍ସର କଣ ହବ ରେ ନା ଆନ୍ସର ହବ ବି 8 ସେଣ୍ଟିମିଟରରୁ କଣ ହବ ନା 10 ସେଣ୍ଟିମିଟର ହେଲା। କଣ ହବ ନା ଆଦ୍ୟ ବାଲ୍ୟାବସ୍ଥାରେ ଶରୀରର ଉଚ୍ଚତା ବାର୍ଷିକ 8 ସେଣ୍ଟିମିଟରରୁ 10 ସେଣ୍ଟିମିଟର ବୃଦ୍ଧି ପାଏ। ତାପରେ ଦେଖ କଣ ରହିଲା ଆମର ରହିଲା 44 ନମ୍ବର ଗଛ ଚଢିବା, କାନ୍ଥ ଉପରେ ଚଢିବା, ବଲ ଫିଙ୍ଗିବା ଆଦି କାର୍ଯ୍ୟ କେଉଁ ଅବସ୍ଥାରେ ଆରମ୍ଭ ହୋଇଥାଏ? ଦେଖ କଣ ନା ଗଛ ଚଢିବା, କାନ୍ଥ ଉପରେ ଚଢିବା, ବଲ ଫିଙ୍ଗିବା ଆଦି କାର୍ଯ୍ୟ କେଉଁ ଅବସ୍ଥାରେ ଆରମ୍ଭ ହୋଇଥାଏ? কৈଶୋରାବସ୍ଥା, ପରିଣତ ଅବସ୍ଥା, ଆଦ୍ୟ ବାଲ୍ୟାବସ୍ଥା ନା ଶେଷ ବାଲ୍ୟାବସ୍ଥା? ଆନ୍ସର କଣ ହବ 44ର ନା 44ର ଆନ୍ସର ହବ ସି ଆଦ୍ୟ ବାଲ୍ୟାବସ୍ଥା ହେଲା। ଗଛ ଚଢିବା, କାନ୍ଥ ଉପରେ ଚଢିବା, ବଲ ଫିଙ୍ଗିବା ଆଦି କାର୍ଯ୍ୟ ଆଦ୍ୟ ବାଲ୍ୟାବସ୍ଥାରେ ଆରମ୍ଭ ହୋଇଥାଏ। ତାପରେ କଣ ରହିଲା 45 ନମ୍ବର ଦେଖ 45 ନମ୍ବର ଶେଷ ବାଲ୍ୟାବସ୍ଥାରେ ପିଲାମାନେ ନିମ୍ନୋକ୍ତ ମଧ୍ୟରୁ କେଉଁ କାର୍ଯ୍ୟରେ ବିଶେଷ ଅଗ୍ରଗତି କରନ୍ତି? ପାହାଚ ଚଢିବା, ଚିତ୍ର ଆଙ୍କିବା, ଲେଖାଲେଖି କରିବା, ଗଛ ଚଢିବା। 45 ନମ୍ବରର ଆନ୍ସର କଣ ହବ ନା 45 ନମ୍ବରର ଆନ୍ସର ହବ ସି ଲେଖାଲେଖି କରିବା। ଶେଷ ବାଲ୍ୟାବସ୍ଥାରେ ପିଲାମାନେ ନିମ୍ନୋକ୍ତ ମଧ୍ୟରୁ କେଉଁ କାର୍ଯ୍ୟରେ ବିଶେଷ ଅଗ୍ରଗତି କରିପାରନ୍ତି ନା ଲେଖାଲେଖି କରିବା। ପିଲାମାନେ ଯଦି ଭିଡିଓ ଭଲ ଲାଗୁଛି ତାହେଲେ ପିଲାମାନେ ଲାଇକ୍ କର ଏବଂ ଚ୍ୟାନେଲରେ ଯଦି ନୂଆ ଅଛ ତାହେଲେ ସବସ୍କ୍ରାଇବ ନିଶ୍ଚିନ୍ତ କର। ଯାହାଫଳରେ ଆପଣ ଏଇ ଯୋଉ ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜି ଏଇଟା ଗୋଟେ ବହୁତ ମାନେ ଆପଣଙ୍କ ପାଇଁ ଗୋଟେ ମାନେ ଯେଉଁମାନେ ବୁଝି ନ ପାରିବେ ତାଙ୍କ ପାଇଁ କଠିନ ଏବଂ ଯେଉଁମାନେ ବୁଝିପାରିବେ ସେମାନଙ୍କ ପାଇଁ ବହୁତ ସହଜ। ପିଲାମାନେ ଆଗକୁ ଏମିତି ସିଡିପିର ଆମେ ଅଲଗା କ୍ଲାସ୍ ବି ଅଛି ଆଗକୁ କରିବା ତ ସେଥିପାଇଁ ଆପଣ ଯଦି ପିଲାମାନେ ନୂଆ ଅଛ ଚ୍ୟାନେଲରେ ତାହେଲେ ସବସ୍କ୍ରାଇବ ନିଶ୍ଚିନ୍ତ କରିଦିଅ। ତ ପିଲାମାନେ ଚାଲ ଦେଖିବା କଣ ରହିଲା 46 ନମ୍ବର କୋଶ୍ଚିନ୍। 46 ନମ୍ବର କୋଶ୍ଚିନ୍ ଆମର ରହିଲା କେଉଁ ଅବସ୍ଥାରେ ବାଳିକା ମାନେ ପ୍ରସାଧନ ସମ୍ବନ୍ଧୀୟ ଅଭ୍ୟାସ ଓ ଦକ୍ଷତା ଶୀଘ୍ର ଶିକ୍ଷା କରନ୍ତି? ଅପସନ ଏ ପ୍ରାକ୍ কৈଶୋରାବସ୍ଥା, ଅପସନ ବି ପ୍ରାନ୍ତ ବାଲ୍ୟାବସ୍ଥା, ଅପସନ ସି ଆଦ୍ୟ ବାଲ୍ୟାବସ୍ଥା ନା ଉଭୟ ବି ଏବଂ ସି। ଦେଖ ଆଉଥରେ ଦେଖ କୋଶ୍ଚିନ୍ ଟା କଣ ନା କେଉଁ ଅବସ୍ଥାରେ ବାଳିକା ମାନେ ପ୍ରସାଧନ ସମ୍ବନ୍ଧୀୟ ଅଭ୍ୟାସ ଓ ଦକ୍ଷତା ଶୀଘ୍ର ଶିକ୍ଷା କରିଥାନ୍ତି? 46 ନମ୍ବରର ଆନ୍ସର କଣ ହବ ନା ଆନ୍ସର ହବ ସି ଆଦ୍ୟ ବାଲ୍ୟାବସ୍ଥା ହେଲା। ତାପରେ ଆସିଲା କଣ 47 ନମ୍ବର। 47 ନମ୍ବର କଣ ରହିଲା ନା ପିଲାଟି ଲିଙ୍ଗ ଭିତ୍ତିକ ସାବାଳକ ହେବାକୁ କେଉଁ ଅବସ୍ଥାରେ ଆରମ୍ଭ କରିଥାଏ? ପିଲାଟି ଲିଙ୍ଗ ଭିତ୍ତିକ ସାବାଳକ ହେବାକୁ କେଉଁ ଅବସ୍ଥାରେ ଆରମ୍ଭ କରିଥାଏ? ଆଦ୍ୟ ବାଲ୍ୟାବସ୍ଥା, কৈଶୋରାବସ୍ଥା, ପ୍ରାକ୍ কৈଶୋରାବସ୍ଥା ନା ପ୍ରାନ୍ତ ବାଲ୍ୟାବସ୍ଥା? ଆନ୍ସର ୟାର କଣ ହବ 47 ନମ୍ବର ଆନ୍ସର କଣ ହବ ରେ ନା ସି ପ୍ରାକ୍ কৈଶୋରାବସ୍ଥା ହେଲା। ତାପରେ ଆସିଲା ଆମର କଣ ନା 48 ନମ୍ବର। 48 ନମ୍ବର କଣ ଦେଇଛି ନା ପିଲାଟି 48 ନମ୍ବର କଣ ଦେଇଛି ପିଲାଟି ସମାଜର ଅନ୍ୟମାନଙ୍କ ସହିତ ମିଶି ନୀତି ନିୟମ ମାନି ଅନୁରୂପ ଆଚରଣ ପ୍ରଦର୍ଶନ କରିବା ତାର କେଉଁ ପ୍ରକାର ବିକାଶକୁ ସୂଚାଏ? କଣ ନା ପିଲାଟି ସମାଜର
ଅନ୍ୟମାନଙ୍କ ସହିତ ମିଶି ନୀତି ନିୟମ ମାନି ଅନୁରୂପ ଆଚରଣ ପ୍ରଦର୍ଶନ କରିବା ତାର କେଉଁ ପ୍ରକାର ବିକାଶକୁ ସୂଚାଏ? ଏଇଟା କଣ? ଏଇଟା ହଉଛି ତାର ସାମାଜିକ ବିକାଶ ହେଲା। ତାପରେ ଆସିଲା କଣ? 48 ନମ୍ବର ପରେ ଆସିଲା ଆମର 49 ନମ୍ବର। 49 ନମ୍ବର କଣ ରହିଲା ରେ? ଦେଖ, ଶୈଶବାବସ୍ଥାରେ ପିଲାଟି ପ୍ରଦର୍ଶନ କରୁଥିବା ଆଚରଣ ମଧ୍ୟରୁ ନିମ୍ନରେ କେଉଁ ଆଚରଣଟି ପ୍ରଦର୍ଶନ କରିନଥାଏ? ଏଥିରୁ କେଉଁଟା ସେ ପ୍ରଦର୍ଶନ କରିନଥାଏ ଶୈଶବାବସ୍ଥାରେ ଦେଇଛି, ପଚାରିଛି। କଣ? 49 ନମ୍ବର ଆନ୍ସର କଣ ହବ? ନା 49 ନମ୍ବର ଆନ୍ସର ହବ ଡି, ଶରୀରର ରୂପ ଛବି ବିଷୟରେ ସଚେତନ। ଏଇଟା ସେ ଶୈଶବାବସ୍ଥାରେ କରିନଥାଏ, ବାକି ସବୁ କରିଥାଏ। କାନ୍ଦିବା, ହସିବା, ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କରିବା ହେଲା। ତାପରେ କଣ ଆସିଲା? ତାପରେ ଆସିଲା ଆମର 50 ନମ୍ବର। 50 ନମ୍ବର କଣ ରହିଲା ପିଲାମାନେ? ଦେଖ, ପିଲାମାନଙ୍କର ଦଳଗତ ମନୋଭାବର ବିକାଶ କେଉଁ ଅବସ୍ଥାରେ ହୋଇଥାଏ? ପୂର୍ବ ବାଲ୍ୟାବସ୍ଥା, ନା ଉତ୍ତର ବାଲ୍ୟାବସ୍ଥା, ନା ପ୍ରାକ୍ କୈଶୋରାବସ୍ଥା, ନା ପ୍ରୌଢ଼ାବସ୍ଥା? ପିଲାମାନଙ୍କର ଦଳଗତ ମନୋଭାବର ବିକାଶ କେଉଁ ଅବସ୍ଥାରେ ହୋଇଥାଏ? ପୂର୍ବ ବାଲ୍ୟାବସ୍ଥା, ଉତ୍ତର ବାଲ୍ୟାବସ୍ଥା, ପ୍ରାକ୍ କୈଶୋରାବସ୍ଥା, ନା ପ୍ରୌଢ଼ାବସ୍ଥା? 50 ନମ୍ବରର ଆନ୍ସର ହବ ଆମର ସି, ପ୍ରାକ୍ କୈଶୋରାବସ୍ଥାରେ ପିଲାମାନଙ୍କର କଣ? ନା ଦଳଗତ ବିକାଶ ବା ମନୋଭାବର ବିକାଶ ହୋଇଥାଏ ହେଲା। ଆନ୍ସର ହବ କଣ 50 ନମ୍ବରର ସି। ତାପରେ ଆସିଲା 51, 51। 51 କଣ ରହିଲା? ନା ହର୍ଲକଙ୍କ ମତରେ ଆଦ୍ୟ କୈଶୋରାବସ୍ଥାରେ ଶିଶୁର ଆବଶ୍ୟକତା ଗୁଡିକ ପୂରଣ କରିବା ପାଇଁ ମୁଖ୍ୟତଃ କେତୋଟି ଦିଗକୁ ବିଚାର କରାଯାଇଥାଏ? କଣ? ନା ହର୍ଲକଙ୍କ ମତରେ ଆଦ୍ୟ କୈଶୋରାବସ୍ଥାରେ ଶିଶୁର ଆବଶ୍ୟକତା ଗୁଡିକ ପୂରଣ କରିବା ପାଇଁ ମୁଖ୍ୟତଃ କେତୋଟି ଦିଗକୁ ବିଚାର କରାଯାଇଥାଏ? ଦୁଇଟି, ଚାରୋଟି, ତିନୋଟି, ନା ପାଞ୍ଚଟି? 51 ନମ୍ବର କଣ ହବ? ନା 51 ନମ୍ବର ଆନ୍ସର ହବ ତିନୋଟି ହେଲା। ତାପରେ ଆସିଲା କଣ? ତାପରେ ଆସିଲା ଆମର 52, 52। 52 କଣ ରହିଲା ରେ? ଶିଶୁର ଯୌନ ସମ୍ବନ୍ଧୀୟ ସଚେତନତାର ବିକାଶ କେଉଁ ଅବସ୍ଥାରେ ହୋଇଥାଏ? 52 ଆମର କୋଶ୍ଚିନ୍ କଣ ରହିଲା? ନା ଶିଶୁର ଯୌନ ସମ୍ବନ୍ଧୀୟ ସଚେତନତାର ବିକାଶ କେଉଁ ଅବସ୍ଥାରେ ହୋଇଥାଏ? କୈଶୋରାବସ୍ଥା, ନା ଆଦ୍ୟ ବାଲ୍ୟାବସ୍ଥା, ନା ଶେଷ ବାଲ୍ୟାବସ୍ଥା, ନା ପ୍ରୌଢ଼ାବସ୍ଥା? ଏର ଆନ୍ସର କଣ ହବ ରେ? 52 ର ଆନ୍ସର ହବ ଆମର ଏ, କୈଶୋରାବସ୍ଥା ହେଲା। ତାପରେ ରହିଲା ଆମର କଣ? 53 କୋଶ୍ଚିନ୍ କଣ ରହିଲା? ନା ପ୍ରାକ୍ କୈଶୋରାବସ୍ଥାରେ ବିଦ୍ୟାର୍ଥୀର ସାମାଜିକ ବିକାଶର ଏକ ମୁଖ୍ୟ ଲକ୍ଷଣ ହେଉଛି ସ୍ୱାଧୀନ ଭାବରେ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା, ପରସ୍ପର ମଧ୍ୟରେ କଳହ, ନିଃସ୍ୱାର୍ଥପର ସ୍ନେହ, ନା ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? 53 ନମ୍ବରର ଆନ୍ସର କଣ ହବ? ନା ଏ, ସ୍ୱାଧୀନ ଭାବରେ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା। ପ୍ରାକ୍ କୈଶୋରାବସ୍ଥାରେ ବିଦ୍ୟାର୍ଥୀର ସାମାଜିକ ବିକାଶର ଏକ ମୁଖ୍ୟ ଲକ୍ଷଣ ହେଉଛି ସ୍ୱାଧୀନ ଭାବରେ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା। 53 ପରେ ରହିଲା 54 ହେଲା। ଦେଖ 54 କଣ? ନା ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରୀତିକର ଆବେଗର ଏକ ଉଦାହରଣ ଅଟେ? ଭୟ, କ୍ରୋଧ, ଈର୍ଷା, ଅନୁରାଗ ହେଲା। କେଉଁଟି ପ୍ରୀତିକର ଆବେଗର ଏକ ଉଦାହରଣ? 54 ନମ୍ବର କଣ ହବ? ନା ଅନୁରାଗ ହେଲା। ଏଇଟା ଗୋଟେ କଣ? ନା ଏଇଟା ଗୋଟେ ପ୍ରୀତିକର ଆବେଗ। ଓକେ, ତାହେଲେ ଚାଲ ଆଗକୁ ଯିବା। 55, 55 କଣ ରହିଲା ରେ? ନା ନିମ୍ନଲିଖିତ କେଉଁ କ୍ରିୟାରୁ ବ୍ୟକ୍ତିର ଆବେଗର ସୂଚନା ମିଳି ନଥାଏ? କୁହ 55 କଣ? ନା ନିମ୍ନଲିଖିତ ମଧ୍ୟରୁ କେଉଁ କ୍ରିୟାରୁ ବ୍ୟକ୍ତିର ଆବେଗର ସୂଚନା ମିଳିନଥାଏ? ଶାରୀରିକ କ୍ରିୟା, ମୁଖର ପ୍ରକାଶ ଭଙ୍ଗୀ, ନା ବାଚନିକ ପ୍ରକାଶ, ନା ଚାଲି ଚଳନଗତ କ୍ରିୟା? 55 ରାଇଟ୍ ଆନ୍ସର କଣ ହବ? ନା ସି, ଚାଲି ଚଳନଗତ କ୍ରିୟାରୁ ବ୍ୟକ୍ତିର ଆବେଗର ସୂଚନା ମିଳିନଥାଏ। ପିଲାମାନେ ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଯଦି ନୂଆ ଅଛନ୍ତି ଚ୍ୟାନେଲରେ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ଏମିତି ନୂଆ ନୂଆ ଭିଡ଼ିଓ ସବୁ ଆଗକୁ ପାଇପାରିବେ। ଆମେ ଏବେ ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର କୋଶ୍ଚିନ୍ ଆନ୍ସର ଡିସ୍କସନ କରୁଛି। ଏମିତି ଆଗକୁ ମଧ୍ୟ ଆହୁରି ଅନେକ କ୍ଲାସ ଅଛି। ତ ପିଲାମାନେ ଚାଲ ଆଗକୁ ଯିବା। 56 କଣ ରହିଲା? ନା ଶୈଶବାବସ୍ଥାରେ ଶିଶୁର ନିମ୍ନଲିଖିତ କେଉଁ ଆବେଗର ବିକାଶ ଘଟିଥାଏ? ଶୈଶବାବସ୍ଥାରେ କେଉଁ ଆବେଗର ବିକାଶ ଘଟିଥାଏ? ଆନନ୍ଦ, ଈର୍ଷା, ଭୟ? କଣ? ନା ଉପରୋକ୍ତ ସମସ୍ତ? କଣ ହବ କହିଲ? 56 ନମ୍ବର କଣ ହବ? ନା ଉପରୋକ୍ତ ସମସ୍ତ। ଶୈଶବାବସ୍ଥାରେ ଈର୍ଷା କରିଥାଏ, ଆନନ୍ଦିତ ହୋଇଥାଏ, ଭୟ ବି କରିଥାଏ, ତ ଉପରୋକ୍ତ ସମସ୍ତ। ତାପରେ 57 କଣ ରହିଲା? ନା ନିମ୍ନଲିଖିତ ମଧ୍ୟରୁ କେଉଁଟି ଅପ୍ରୀତିକର ଆବେଗର ଉଦାହରଣ? ଆନନ୍ଦ, ଅନୁରାଗ, ସ୍ନେହ, ଈର୍ଷା? କଣ ହବ? ନା ଈର୍ଷା। ଈର୍ଷା ହଉଛି ଗୋଟେ ଅପ୍ରୀତିକର ଆବେଗ। ଓକେ, ତାପରେ ରହିଲା କଣ? 58, 58 କଣ ରହିଲା ରେ ପିଲାମାନେ? 58
ଦେଖ ପିଲାମାନେ 58 ଛଡା ଦେଖ 59 କେତେ ବର୍ଷ ବୟସରେ ଶିଶୁର ଭୟ, ବିରକ୍ତି, ଈର୍ଷା, ଆନନ୍ଦ, ସ୍ନେହ ଓ ଛୋଟମାନଙ୍କ ପ୍ରତି ମମତା ଆଦି ଆବେଗର ବିକାଶ ଘଟିଥାଏ। 59 ଟା କଣ ନା କେତେ ବର୍ଷ ବୟସରେ ଶିଶୁର ଭୟ, ବିରକ୍ତି, ଈର୍ଷା, ଆନନ୍ଦ, ସ୍ନେହ ଓ ଛୋଟମାନଙ୍କ ପ୍ରତି ମମତା ଆଦି ଆବେଗର ବିକାଶ ଘଟିଥାଏ। 59 ର କଣ ହବ ଆନ୍ସର ନା 59 ର ଆନ୍ସର ହବ ସି 2 ବର୍ଷ ବୟସରେ ହେଲା ଶିଶୁର ଏଇ ସବୁ ଗୁଣ ଗୁଡାକର କଣ ବିକାଶ ଘଟିଥାଏ। ତାପରେ ପିଲାମାନେ ଆଜିର ଲାଷ୍ଟ କ୍ୱେଶ୍ଚିନ୍ କଣ ରହିଲା ପିଲାମାନେ ଦେଖ 60 ନମ୍ବର କ୍ୱେଶ୍ଚିନ୍ କେଉଁ ଅବସ୍ଥାରେ ଶିଶୁର ଆବେଗ ଅଧିକ ତୀବ୍ରତର ହୋଇଥାଏ? ଶୈଶବାବସ୍ଥା, କୈଶୋରାବସ୍ଥା, ପ୍ରୌଢ଼ାବସ୍ଥା ନା ଆଦ୍ୟ ବାଲ୍ୟାବସ୍ଥା? 60 ନମ୍ବର କଣ ହବ ଆନ୍ସର ନା ଆଦ୍ୟ ବାଲ୍ୟାବସ୍ଥା। ଆଦ୍ୟ ବାଲ୍ୟାବସ୍ଥାରେ ଶିଶୁର ଆବେଗ ଅଧିକ ତୀବ୍ରତର ହୋଇଥାଏ। ତ ପିଲାମାନେ ଆଜିର 30ଟି ସିଡିପିର କ୍ୱେଶ୍ଚିନ୍ ଏଇଠି ଥିଲା। ଯଦି ପିଲାମାନେ ଆପଣମାନଙ୍କୁ ମୋ ଭଲ ଲାଗିଛି ଟିଚିଂ ତାହେଲେ ଆପଣମାନେ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ ନିଶ୍ଚିନ୍ତ କରିଦିଅନ୍ତୁ ହେଲା। ଜୟ ଜଗନ୍ନାଥ, ନମସ୍କାର।